ବର୍ଷା ଓ ଶୀତ ଉଭୟ ଋତୁରେ ଜଡ଼ା ଚାଷ କରାଯାଇଥାଏ। ଜଡ଼ା ମଞ୍ଜିରେ ଶତକଡ଼ା 50ରୁ 52 ଭାଗ ତେଲ ଥାଏ। ରନ୍ଧା ଜଡ଼ା ତେଲକୁ ଔଷଧ ରୂପେ ବ୍ୟବହାର କରାଯାଇଥାଏ। ନମସ୍କାର ଦର୍ଶକ ବନ୍ଧୁ, ଏଗ୍ରିଟେକ୍ ଚ୍ୟାନେଲ ତରଫରୁ ଆପଣମାନଙ୍କୁ ସ୍ୱାଗତ। ଦର୍ଶକ ବନ୍ଧୁ, ଆଜି ଆମେ ଆଲୋଚନା କରିବା କେଉଁ ପ୍ରଣାଳୀରେ ଜଡ଼ା ଚାଷ କଲେ ଅଧିକରୁ ଅଧିକ ଲାଭ ପାଇପାରିବା। ଆଜି ଆମେ ଆଲୋଚନା କରିବା ଜଡ଼ା ଚାଷ ପାଇଁ କେଉଁ ପ୍ରକାର ମାଟି ହେବା ଦରକାର, କେଉଁ କିସମର ବିହନ ବୁଣିବା ସମୟ, ବିହନ ପରିମାଣ ଏବଂ ତାର ରୋଗ ପୋକ ନିୟନ୍ତ୍ରଣ ବିଷୟରେ। ଏ ସମସ୍ତ ବିଷୟରେ ଆଜି ଆମେ ଆଲୋଚନା କରିବା। ତେଣୁ ମୋର ଦର୍ଶକ ବନ୍ଧୁଙ୍କୁ ଅନୁରୋଧ, ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଯେଉଁ ଦର୍ଶକ ବନ୍ଧୁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଦୟାକରି ସବସ୍କ୍ରାଇବ୍ କରିଦିଅନ୍ତୁ। ତାହେଲେ ଆସନ୍ତୁ ଆରମ୍ଭ କରିବା। ଜଡ଼ା ଚାଷ ପାଇଁ ଆବଶ୍ୟକ ମୃତ୍ତିକା। ଦର୍ଶକ ବନ୍ଧୁ, ଜଡ଼ା ଚାଷ ଯଦିଓ ସମସ୍ତ ପ୍ରକାର ମାଟିରେ ଚାଷ କରିହେବ, ତଥାପି ଦରସା ଓ ନିଗିଡ଼ା ମାଟି ଜଡ଼ା ଚାଷ ପାଇଁ ଉପଯୁକ୍ତ ଅଟେ। ଅମ୍ଳ ଓ ପାଣି ଜମୁଥିବା ଜମିରେ ଜଡ଼ା ଚାଷ କରିବା ଅନୁଚିତ। ବୁଣିବା ସମୟ। ବର୍ଷା ଋତୁରେ ଯଦି ଚାଷ କରିବା ପାଇଁ ଚାହୁଁଛନ୍ତି ତାହେଲେ ଜୁନ୍ ମାସ ମଧ୍ୟଭାଗରେ ବିହନ ବୁଣିବା ଆବଶ୍ୟକ ଏବଂ ଯଦି ଶୀତ ଋତୁରେ ଚାଷ କରିବା ପାଇଁ ଚାହୁଁଛନ୍ତି ତାହେଲେ ଅକ୍ଟୋବରରୁ ନଭେମ୍ବର ମାସ ମଧ୍ୟରେ ବିହନ ବୁଣିବା ଆବଶ୍ୟକ। ବିହନ ପରିମାଣ। ବର୍ଷା ଋତୁ ପାଇଁ ଏକର ପ୍ରତି 5ରୁ 6 କିଲୋଗ୍ରାମ ବିହନ ଆବଶ୍ୟକ ହୋଇଥାଏ। ସେହିଭଳି ଶୀତ ଋତୁ ପାଇଁ ଶଙ୍କର ଜାତୀୟ ବିହନ ଏକର ପ୍ରତି 4 କିଲୋଗ୍ରାମ ଆବଶ୍ୟକ ହୋଇଥାଏ। ବ୍ୟବଧାନ। ଦର୍ଶକ ବନ୍ଧୁ, ବିହନ ବୁଣିବା ବେଳେ ଗଛକୁ ଗଛ ଏବଂ ଧାଡ଼ିକୁ ଧାଡ଼ି ବ୍ୟବଧାନ ପ୍ରତି ଧ୍ୟାନ ଦେବା ଉଚିତ। ବର୍ଷା ଋତୁ ପାଇଁ ଧାଡ଼ିକୁ ଧାଡ଼ି 90 ସେଣ୍ଟିମିଟର ଏବଂ ଗଛକୁ ଗଛ 45 ସେଣ୍ଟିମିଟର ବ୍ୟବଧାନ ରଖିବା ଆବଶ୍ୟକ ହୋଇଥାଏ। ସେହିଭଳି ଶୀତ ଋତୁ ପାଇଁ ଶଙ୍କର ଜାତୀୟ ବିହନ ପାଇଁ ଧାଡ଼ିକୁ ଧାଡ଼ି 120 ସେଣ୍ଟିମିଟର, ଗଛକୁ ଗଛ 60 ସେଣ୍ଟିମିଟର ବ୍ୟବଧାନ ରଖିବା ଆବଶ୍ୟକ ହୋଇଥାଏ। କିସମ। ଦର୍ଶକ ବନ୍ଧୁ, କେତେକ ଶଙ୍କର ଜାତୀୟ ବିହନର କିସମ ଗୁଡ଼ିକ ଆଲୋଚନା କରିବା। ସେଗୁଡ଼ିକ ହେଲା GCH 4 120ରୁ 180 ଦିନ, GCH 5 120ରୁ 180 ଦିନ, GCH 32 90ରୁ 180 ଦିନ ଏବଂ GCH 177 90ରୁ 180 ଦିନ। ବିହନ ବିଶୋଧନ। ବିହନ ବୁଣିବା ପୂର୍ବରୁ ବିହନ ବିଶୋଧନ କରିବା ଆବଶ୍ୟକ ଅଟେ। ପ୍ରତି କିଲୋଗ୍ରାମ ବିହନରେ 1.5 ଗ୍ରାମ କାର୍ବୋଣ୍ଡାଜିମ୍ କିମ୍ବା 3 ଗ୍ରାମ ଥିରାମ୍ ମିଶାଇ ବିଶୋଧନ କରାଯାଇପାରେ। ସେହିଭଳି କାର୍ବୋକ୍ସିନ୍ ସହିତ ଥିରାମ୍ 2 ଗ୍ରାମ ପ୍ରତି କିଲୋଗ୍ରାମ ମଞ୍ଜି ପିଛା ଗୋଳାଇ ବିଶୋଧନ କରାଯାଇପାରିବ। ଜମି ପ୍ରସ୍ତୁତି। ଭଲ ଭାବେ ଚାଷ କରି ମାଟି ଗୁଣ୍ଡ କରିଦେବା ଦରକାର। ଏହାଦ୍ୱାରା ଗଜା ଭଲ ହେବା ସହିତ ଆବଶ୍ୟକୀୟ ଗଛ ସଂଖ୍ୟା ରହିଥାଏ। ଖତ ଓ ସାର। ଏକର ପ୍ରତି 8ରୁ 10 କୁଇଣ୍ଟାଲ ଖତ ଶେଷ ଅଡ଼ ଚାଷ ସମୟରେ ମାଟିରେ ମିଶାଇ ଦେବା ଦରକାର। ଏକର ପ୍ରତି 24 କିଲୋଗ୍ରାମ ଜୈବୋଫର୍ଜାନ୍ ବା 52 କିଲୋ ୟୁରିଆ, 16 କିଲୋଗ୍ରାମ ଫସ୍ଫରସ୍ ବା 100 କିଲୋ ସିଙ୍ଗଲ ସୁପର ଫସ୍ଫେଟ୍, ସେହିଭଳି 16 କିଲୋଗ୍ରାମ ପଟାସ ବା 26 କିଲୋଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ ଆବଶ୍ୟକ ହୋଇଥାଏ। ବର୍ଷା ଉପରେ ନିର୍ଭର କରି ଜଡ଼ା ଚାଷ କରାଯାଉଥିଲେ ସମସ୍ତ ଜୈବୋଫର୍ଜାନ୍, ଫସ୍ଫରସ୍ ଓ ପଟାସକୁ ମୂଳ ସାର ଭାବେ ପ୍ରୟୋଗ କରାଯାଏ। କିନ୍ତୁ ଜଳସେଚିତ ଜଡ଼ା ଚାଷରେ ସମସ୍ତ ଜୈବୋଫର୍ଜାନ୍ର 1/3 ମୂଳ ସାର ହିସାବରେ, ବୁଣିବାର 35ରୁ 40 ଦିନରେ 1/3 ଓ 65ରୁ 70 ଦିନରେ ବାକି 1/3 ପ୍ରୟୋଗ କରାଯାଇଥାଏ। ଅନ୍ତ ଚାଷ। ଗଛ ଲଗାଇବାର 3 ସପ୍ତାହରେ ଥରେ ଓ 6 ସପ୍ତାହ ବେଳକୁ ଆଉ ଥରେ କଟା ଖୋସା କରି ଘାସ ବାଛି ହୁଡ଼ା ଟେକିଦେବା ଆବଶ୍ୟକ। ଜଳସେଚନ। ଜଡ଼ା ଚାଷରେ 4ରୁ 5ଟି ଜଳସେଚନ ଦରକାର ହୋଇଥାଏ। ଫୁଲ ଧରିବା ଓ ଫଳ ବୃଦ୍ଧି ସମୟ ହେଉଛି ଜଡ଼ା ଚାଷ ପାଇଁ ଜଳର ସଙ୍କଟକାଳୀନ ଅବସ୍ଥା। ଏହି ସମୟରେ ନିଶ୍ଚିତ ଭାବେ ଜଳସେଚନ କରିବା ଆବଶ୍ୟକ। ଫସଲ ସୁରକ୍ଷା। ଜଡ଼ା ଫସଲରେ ଘୋଡ଼ା ପୋକ ଦେଖାଦେଲେ ଏହାର ଦମନ ପାଇଁ ଏକର ପ୍ରତି 400 ମିଲିଲିଟର କ୍ଲୋରୋପାଇରିଫସ୍ କିମ୍ବା 50 ମିଲିଲିଟର ଆଲଫା ସାଇପ୍ରୋମେଥ୍ରିନ୍ କିମ୍ବା 120 ମିଲିଲିଟର ଥାୟାକ୍ଲୋପ୍ରିଡ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କଲେ ଭଲ ଫଳ ମିଳିଥାଏ। ସେହିଭଳି ଫଳବିନ୍ଧା ପୋକ ଦେଖାଦେଲେ ଏକର ପ୍ରତି 400 ମିଲିଲିଟର କ୍ଲୋରୋପାଇରିଫସ୍ କିମ୍ବା ପ୍ରୋଫେନଫସ୍ କିମ୍ବା 120 ମିଲିଲିଟର ଥାୟାକ୍ଲୋପ୍ରିଡ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କଲେ ଭଲ ଫଳ ମିଳିଥାଏ। ଦର୍ଶକ ବନ୍ଧୁ, ଜଡ଼ା ଫସଲରେ ବେଳେବେଳେ କେତେକ ରୋଗ ଦେଖାଯାଏ। ସେଗୁଡ଼ିକ ହେଲା କଳଙ୍କି ରୋଗ, ପତ୍ରଦାଗ ରୋଗ ଓ ଫାଇଟୋପ୍ଥୋରା ପତ୍ରପୋଡ଼ା ରୋଗ। କଳଙ୍କି ରୋଗ। ପତ୍ର ଉଭୟ ପାଖରେ କମଳା ହଳଦୀ ରଙ୍ଗର କଳଙ୍କି ଦାଗ ଦେଖାଯାଏ। ଅତ୍ୟଧିକ ଆକ୍ରାନ୍ତ ହେଲେ ପତ୍ର ହଳଦିଆ ପଡ଼ି ଝଡ଼ିଯାଏ। ଏହାକୁ ନିୟନ୍ତ୍ରଣ କରିବା ପାଇଁ 1 ଲିଟର ପାଣିରେ 2 ଗ୍ରାମ କ୍ଲୋରୋଥାଲୋନିଲ୍ କିମ୍ବା 1 ଲିଟର ପାଣିରେ 1 ମିଲିଲିଟର ଡାଇଫେନକୋନାଜୋଲ୍ ମିଶାଇ ସିଞ୍ଚନ କରାଯାଇପାରେ। ପତ୍ରଦାଗ ରୋଗ। ପ୍ରଥମ ଅବସ୍ଥାରେ ପତ୍ର ଉପରେ ଛୋଟିଆ ପାଣି ପଚକା ଦାଗ ଦେଖାଯାଏ। ଧୀରେ ଧୀରେ ଏଗୁଡ଼ିକ ଅନିୟମିତ ଭାବେ ବଢ଼େ ଓ
ଦାଗର ଧାର ଗାଢ଼ ବାଦାମୀ ରଙ୍ଗ ଓ ମଝି ଅଂଶ ଧୂସର ଧଳା ରଙ୍ଗ ହୁଏ। ଏହାକୁ ନିୟନ୍ତ୍ରଣ କରିବା ପାଇଁ 0.3% ମାଙ୍କୋଜେବ ସିଞ୍ଚନ କରାଯାଇପାରେ। ଫାଇଟୋପ୍ଥୋରା ପତ୍ରପୋଡ଼ା ରୋଗ। ପତ୍ର ଉପରେ ପାଣି ପଚକା ଦାଗ ଦେଖାଯାଏ, ଯାହାକି ପରେ ପରେ ବାଦାମୀ ରଙ୍ଗ ହୁଏ ଓ ଧୀରେ ଧୀରେ ପତ୍ର ଝାଉଁଳିଯାଏ ଏବଂ ପତ୍ର ପଡ଼ିଯାଏ। ଏହାର ଦମନ ପାଇଁ 0.5% କପର ଅକ୍ସିକ୍ଲୋରାଇଡ୍ କିମ୍ବା 0.02% ମାଙ୍କୋଜେବ 15 ଦିନ ବ୍ୟବଧାନରେ 2 ଥର ସିଞ୍ଚନ କରାଯାଇପାରେ। ସେହିଭଳି ମେଟାଲାକ୍ସିଲ୍ ସହିତ ମାଙ୍କୋଜେବ 2 ଗ୍ରାମ ପାଣିରେ ମିଶାଇ ସିଞ୍ଚନ କଲେ ଭଲ ଫଳ ମିଳିଥାଏ। ଅମଳ। ଫଳ ପେନ୍ଥାରେ ଯେକୌଣସି ଗୋଟିଏ ଫଳ ବାଦାମୀ ରଙ୍ଗ ପଡ଼ିଥିଲେ ଅମଳ କରାଯାଏ। ସାଧାରଣତଃ 4 ରୁ 6 ଥର ସକାଳ ବେଳା ତଳି ଯୋଡ଼ା ଅମଳ କରାଯାଏ। ବୁଣିବାର 90 ଦିନ ପରେ ଅମଳ ଆରମ୍ଭ ହୁଏ ଏବଂ ପ୍ରାୟ 30 ଦିନ ମଧ୍ୟରେ ଶେଷ କରାଯାଏ। ବୈଜ୍ଞାନିକ ପଦ୍ଧତିରେ ଏବଂ ସଂକର ଜାତୀୟ କିସମ ବ୍ୟବହାର କରି ଚାଷ କଲେ ଏକର ପ୍ରତି 18 ରୁ 20 କ୍ୱିଣ୍ଟାଲ ପର୍ଯ୍ୟନ୍ତ ଅମଳ ହୋଇଥାଏ। ସାଧାରଣତଃ ଯୋଡ଼ା କ୍ୱିଣ୍ଟାଲ ପ୍ରତି 6,000 ରୁ ଉର୍ଦ୍ଧ୍ୱ ଦରରେ ବିକ୍ରି ହୋଇଥାଏ। ଯଦି ଏକର ପିଛା 20 କ୍ୱିଣ୍ଟାଲ ଅମଳ ହୁଏ, ତାହେଲେ 20 ଗୁଣନ 6,000 ସମାନ 1,20,000 ଟଙ୍କାରେ ବିକ୍ରି ହୋଇଥାଏ। ଖର୍ଚ୍ଚ ବାବଦକୁ 20,000 ଟଙ୍କା କାଟିଦେଲେ ନେଟ୍ 1 ଲକ୍ଷ ଟଙ୍କା ଲାଭ ହୋଇଥାଏ। ଦର୍ଶକ ବନ୍ଧୁ, ଆଜି ଆମେ ଆଲୋଚନା କଲେ ବୈଜ୍ଞାନିକ ପଦ୍ଧତିରେ ଯୋଡ଼ା ଚାଷ ବିଷୟରେ। ପୁଣି ଦେଖା ହେବ ଆସନ୍ତା ଭିଡ଼ିଓରେ। ନମସ୍କାର, ଧନ୍ୟବାଦ, ଜୟ ଜଗନ୍ନାଥ।